ଫୁଲକୋବି ଖାଇ ଫୋପାଡ଼ି ଦେଉଛ କି ଡାଙ୍ଗ? ଯଦି ହଁ, ତେବେ ଆଜିଠୁ କେବେ ବି ଆଉନ ଫିଙ୍ଗ। ଫୁଲକୋବି ଡାଙ୍ଗରେ ଜବରଦସ୍ତ ବ୍ୟଞ୍ଜନ, ଆମିଷ ପରି ଲାଗିବ, ଥରେ କରନ୍ତୁ ରନ୍ଧନ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଫୁଲକୋବି ଡାଙ୍ଗରେ ସମ୍ପୂର୍ଣ୍ଣ ନୂଆ ବ୍ୟଞ୍ଜନଟିଏ ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ, ଆମେ ଆଜି ଯେଉଁ ଫୁଲକୋବିର ଡାଙ୍ଗର ପ୍ରସ୍ତୁତ କରିବା ବ୍ୟଞ୍ଜନଟି ବେଶ ସୁଆଦିଆ, ସେଥିପାଇଁ ଆମେ କିଛି ବୁଟ ଡାଲିକୁ 4 ରୁ 5 ଘଣ୍ଟା ପାଇଁ ବତୁରେଇକି ରଖିଦେବା। ଏବେ ଦେଖନ୍ତୁ ବୁଟ ଡାଲି ବଢ଼ିଆ ଭାବରେ ବତୁରି ଯାଇଛି। ଏବେ ପ୍ରେସର କୁକରରେ ବୁଟ ଡାଲିକୁ ଦେଇଦେବା। ସେଥିରେ ଦେଇଦେବା ଅଳ୍ପ ପାଣି ଆଉ ଅଳ୍ପ ଦେଇଦେବା ଲୁଣ। ତାପରେ ଗୋଟେ ତେଜପତ୍ର ଦେଇକି ତାକୁ 2ଟି ସିଟି ଆସିବା ପାଇଁ ମଧ୍ୟମ ଜାଳରେ ଛାଡ଼ିଦେବା। ସେଇ ଭିତରେ ଆମେ ଦେଖନ୍ତୁ ଗୋଟେ ଫୁଲକୋବି ନେଇଛୁ। ଏଠି ଆମେ ଫୁଲକୋବି ରାନ୍ଧିବାନି, ଫୁଲକୋବିର ଡାଙ୍ଗକୁ ଆମେ ଏଠି ରାନ୍ଧିବା। ବହୁତ ବଢ଼ିଆ ଲାଗିବ। ଆପଣମାନେ ଥରେ ମାତ୍ର ବନାନ୍ତୁ, ଦେଖିବେ ଏତେ ସୁଆଦିଆ ଲାଗିବ। ଆପଣମାନେ ସବୁବେଳେ ଏମିତି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ବହୁତ ପସନ୍ଦ କରିବେ। ଏବେ ଦେଖନ୍ତୁ, ଆଉ ଯେତେବେଳେ ଆପଣମାନେ ଡାଙ୍ଗ ନେବେ ଟିକେ କଅଁଳିଆ ଡାଙ୍ଗ ନେବେ। ଆଉ ଯଦି କୋବି ତାଜା ଥିବ ତାହେଲେ ତ ଆହୁରି ବଢ଼ିଆ। ଚେଷ୍ଟା କରିବେ ତାଜା କୋବି ନେବାକୁ, ଯାହାଫଳରେ କି ଡାଙ୍ଗଟି ବହୁତ ବଢ଼ିଆ ତାଜା ହେଇକି ଥିବ। ଡାଙ୍ଗର ଆମେ କ'ଣ କରିବା ନା, ଭଲ ଭାବରେ ବାଛିଦେବା କୋବି ଡାଙ୍ଗକୁ। ଏମିତି ସବୁ ତାର ଗୋଟି ଗୋଟି କରିକି ବାହାର କରିକି ଭିତରେ ଗୋଟେ ଟାଣ ଅଂଶ ଥାଏ, ତାକୁ ମଧ୍ୟ ଆଜି ବ୍ୟଞ୍ଜନରେ ଆମେ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିବା। ଏଠି ଦେଖନ୍ତୁ କେମିତି ବାଛିବେ, ଦେଖନ୍ତୁ ତାର 2 ପଟ ସାଇଡ଼ରେ ଯେଉଁ ଟିକେ ଟିକେ ପତ୍ର ଲାଗିଛି ତାକୁ କାଟିକି ବାହାର କରିଦେବେ। ଆଉ ଟିକେ ହାଲକା ଚାଞ୍ଚି ଦେବେ, ବେଶୀ ବି ଚାଞ୍ଚିବା ଦରକାର ନାହିଁ, ହାଲକା ଟିକେ ଚାଞ୍ଚି ଦେବେ। ଆଉ ତାକୁ ଏମିତି ଦେଖନ୍ତୁ, ଏମିତି ବାଛିକି ରଖିବେ। ତାପରେ এই ଡାଙ୍ଗ ସବୁକୁ ଭଲ ଭାବରେ ଧୋଇଦେବେ। ପ୍ରାୟତଃ ଫୁଲକୋବିର ଡାଙ୍ଗରେ ଟିକେ ଟିକେ ମାଟି ଲାଗିଥାଏ, କେବେ କେବେ ଆପଣମାନେ ଦେଖିଥିବେ। ସେଥିପାଇଁ ଆପଣମାନେ ତାକୁ ଭଲ ଭାବରେ ବାଛିକି ଏମିତି ଧୋଇଦେବେ। ଫୁଲକୋବିର ପ୍ରତ୍ୟେକ ଡାଙ୍ଗକୁ ଆପଣମାନେ ଭଲ ଭାବରେ ଘଷିକି ସଫା କରିକି ଧୋଇବେ, ଯାହାଫଳରେ କି ଆଉ କିଛି ମାଟି ଅଂଶ ଲାଗିବନି, ବହୁତ ବଢ଼ିଆ ହେଇକି ପ୍ରସ୍ତୁତ ହେବ। ଏବେ ଆମେ କ'ଣ କରିବା ନା, ଧୋଇ ସାରିବା ପରେ ଟିକେ ଏମିତି ରଫଲି ଛୋଟ ଛୋଟ ଖଣ୍ଡ କରିଦେବା। ବେଶୀ ବି ଛୋଟ ନୁହଁ, ଗୋଟେ ଡାଙ୍ଗକୁ 4-5 ଖଣ୍ଡ ଏମିତି କରିସାରିବା ପରେ ତାକୁ ଆମେ ପୁରା ଚପ୍ କରିବା। ଯଦି ଚପର ଥାଏ ତ ବହୁତ ବଢ଼ିଆ କଥା, ଆପଣମାନେ ଚପରରେ ଚପ୍ କରିପାରିବେ। ନଚେତ ଆପଣମାନେ ଗ୍ରାଇଣ୍ଡିଙ୍ଗ ଜାରରେ ଏଇସବୁ ଫୁଲକୋବିର ଡାଙ୍ଗକୁ ପଲ୍ସ ମୋଡ଼ରେ ଟିକେ ଟିକେ କ୍ରସ୍ କରିଦେବେ। ନଚେତ ଛୋଟ ଛୋଟ ଖଣ୍ଡ କରିକି ଟିକେ ଛେଚିଦେବେ। ଯାହା ବି କଲେ ଚଳିବ, କିନ୍ତୁ ବେଶୀ ବାଟିକି ପେଷ୍ଟ ଭଳିଆ କରିବେନି, ବିଲକୁଲ ଭଲ ଲାଗିବନି। ଦେଖନ୍ତୁ ମାତ୍ର 5-6 ସେକେଣ୍ଡ ଭିତରେ ଆମର ଯେଉଁ ଫୁଲକୋବିର ଡାଙ୍ଗ ଗୁଡ଼ିକ କେତେ ବଢ଼ିଆ ଭାବରେ ଚପ୍ ହେଇକି କାଟି ହେଇଯାଇଛି। ଏମିତି ଆମେ ଯେମିତି ମଞ୍ଚୁରିଆନ୍ ପ୍ରସ୍ତୁତ କରନ୍ତି ଫୁଲକୋବି ହେଉ କି ବନ୍ଧାକୋବିରେ, ସେମିତି କାଟିବାକୁ ପଡ଼ିବ। ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ପୁରା ଗୁଣ୍ଡ ହୋଇକି କାଟି ହେଇଯାଇଛି। ଏମିତି କାଟିଲେ ଫୁଲକୋବିର ଡାଙ୍ଗ ବେଶୀ ସୁଆଦିଆ ଲାଗିବ ଆଉ ଜଲ୍ଦି ମଧ୍ୟ ସିଝିଯିବ। ଏବେ ଆମେ ତାକୁ ଗୋଟେ ଥାଳିକୁ ବାହାର କରିଦେବା। ଏହି ବ୍ୟଞ୍ଜନଟି ପାଇଁ ବେଶୀ ତେଲ ମସଲାର ଆବଶ୍ୟକତା ନାହିଁ, ହେଲେ ବି ସ୍ୱାଦ ବହୁତ ବଢ଼ିଆ ରହିବ। ଥରେ ନିଶ୍ଚୟ ଏମିତି ବନାନ୍ତୁ। ଆମେ ନେବା 2ଟା ଟମାଟୋ ନେଇକି ତାକୁ ମଧ୍ୟ ଚପ୍ କରିଦେବା। ଚପ୍ କରିକି ନେଲେ କ'ଣ ହେବ ନା, ବହୁତ ବଢ଼ିଆ ଫ୍ଲେଭର ଆସିବ ଆଉ ବହୁତ ବଢ଼ିଆ ଟେଷ୍ଟ ମଧ୍ୟ। ଏବେ ଦେଖନ୍ତୁ ଫୁଲକୋବି ଡାଙ୍ଗକୁ ଚପ୍ କରିସାରିବା ପରେ ଆମେ ଟମାଟୋକୁ ମଧ୍ୟ ଚପ୍ କରିଦେଇଛୁ। ତାପରେ ମସଲା ପାଇଁ ଆମେ ନେବା 1 ଚାମଚ ଜିରା, 1 ଚାମଚ ପାନମହୁରି ଆଉ 1 ଚାମଚ ଧନିଆ। ତା ସହିତ କିଛି ଧନିଆ ପତ୍ରର ଡାଙ୍ଗ। ଆପଣମାନେ ସମସ୍ତେ ଜାଣନ୍ତି ପତ୍ର ଅପେକ୍ଷା ଡାଙ୍ଗରେ ବହୁତ ବଢ଼ିଆ ବାସ୍ନା ଥାଏ, ତେଣୁ ଧନିଆ ପତ୍ରର ଡାଙ୍ଗ ସହିତ ଆଉ ଗୋଟେ ସିକ୍ରେଟ ଜିନିଷ ହେଲା ମେଥି ଶାଗ। ଏଇ ମେଥି ଶାଗରୁ କସୁରୀ ମେଥି ପ୍ରସ୍ତୁତ ହୁଏ। ଆପଣ ଭାବନ୍ତୁ, କସୁରୀ ମେଥିର ବାସ୍ନା ଯଦି ଏତେ ଭଲ, ତାହେଲେ ତାଜା ମେଥି ଶାଗର ବାସ୍ନା କେତେ ଭଲ ନ ହେବ। ସେଥିପାଇଁ ଶୀତ ଦିନେ ଯେହେତୁ ମେଥି ଶାଗ ପ୍ରଚୁର ମାତ୍ରାରେ ମିଳେ, ଆପଣମାନେ ଯେକୌଣସି ତରକାରୀ ପ୍ରସ୍ତୁତ କରୁଛନ୍ତି ସେଥିରେ ମେଥି ଶାଗ ସହିତ କିଛି ଡାଙ୍ଗ ନେଇକି ଥରେ ବନାନ୍ତୁ, ଏତେ ସୁଆଦିଆ ଲାଗିବ। ଆପଣମାନେ ସବୁବେଳେ ଏମିତି ହିଁ ଚପ୍ କରିକି ମେଥି ଶାଗକୁ ନେବେ। ତା ସହିତ କଞ୍ଚା ଲଙ୍କା, ରସୁଣ, ଅଦା ଏଇସବୁ ମସଲାକୁ ଆପଣମାନେ ଏମିତି ଚପ୍ କରିଦେବେ, ନଚେତ ଗ୍ରାଇଣ୍ଡିଙ୍ଗ ଜାରରେ ଦରଦର ଗୁଣ୍ଡ କରିଦେବେ। ଏମିତି ଛେଚା ମସଲାର ବାସ୍ନା ସ୍ୱାଦ ପୁରା 2 ଗୁଣ କରିଦେବ ତରକାରୀର। ଏବେ ଆମେ କଡ଼େଇକୁ ବସାଇଦେବା। 2 ବଡ଼ ଚାମଚ ନେବା ସୋରିଷ ତେଲ। ସୋରିଷ ତେଲରେ କରିବେ। ତା ସହିତ ଦେଇଦେବା 1 ଚାମଚ ଜିରା। ଭଲ ଭାବରେ ଫୁଟିଗଲା ପରେ ଗୋଟେ ପିଆଜକୁ ପୁରା ଗୁଣ୍ଡ କରିକି କାଟିକି ଏଠି 3 ମିନିଟରୁ 4 ମିନିଟ ଭାଜିଦେବା, ଟିକେ ଲୋ ମିଡ଼ିୟମ୍ ଫ୍ଲେମ୍ କରିକି। ଯେତେବେଳେ ଦେଖିବେ ପିଆଜ ହାଲକା ବାଦାମୀ ରଙ୍ଗ ହେଇଯିବ, ବେଶୀ ବିଲକୁଲ ପୋଡ଼ିବେନି, ନହେଲେ ପିଆଜର ମିଠା ଅଂଶ ଚାଲିଯିବ। ସେଥିପାଇଁ ଏମିତି ଦେଖନ୍ତୁ, ଯେତେବେଳେ ଟିକେ ଦେଖିବେ ପିଆଜ ଭଲ ଭାବରେ ଟିକେ ଭାଜି ହେଇଗଲା, ତାପରେ ଆମେ ଯେଉଁ
मेथी आउ धनिया रसुण अदा कंचा लंका आउ मसला सबू जीरा धनिया पानमहुरी देइथिले सेई दरदर छेचा बा गुंड मसला को एठी दे देकी ताको 2 मिनिट पई बढ़िया भाबरे मध्यम जलरे कसी देबे। भल भाबरे मसला भाजी हे गला परे मेथी साग आउ बिल्कुल पिता लागिबनी। तापरे आमे जो कोबी डांग को चॉप करके रखिथिले एठी पकेकी आउ 2 मिनिट पई मध्यम जालरे भाजी दबा। एमिति हेले कोन हबो ना मसला सहित कोबी डांग भी बढ़िया भाबरे भाजी हे जिवो। तापरे आमे जो चॉप करके रखिथिले टमाटो हलदी गुंड लंका गुंड देकी आउ 2 मिनिट पई भल भाबरे मिसेई के कसेई दबा आउ स्वाद अनुसार दे दबा लूण। एमिति आमे घोड़े घोड़े बिना पानी रे ताको कसिबा मात्र 5 मिनिट भितरे कोबी डांग बढ़िया भाबरे सिझी जिवो। जेहेतु आमे चॉप करके नैचे आउ एमिति भाजी की नेबे तार स्वाद बहुत बढ़िया रहिबो। बिल्कुल सिझे देबेनी पानी देकी बिना पानी रे कोबी डांगरे जेतिकी पानी अंश थिबो आउ टमाटर रे जेतिकी पानी अंश थिबो सेइथिरे धीरे धीरे करिके आपण कसिबे। एठी देखंतु बहुत बढ़िया बास्ना आसुची। मसला सहित कोबी डांग बढ़िया भाबरे मिसी जाइची आउ ता सहित सिझी जाइची। सेई भितरे देखंतु आमे जो बुट डाली को बसैथिले 2टा सीटी देकी एठी बुट डाली सिझी जाइची किंतु गोटा गोटा अछि। एमिति बुट डाली को सिझेबे सिझी थिबो किंतु गोटा गोटा हेकी थिबो पूरा पूरी सिझे देबेनी नहले घांटी हे गले सेते भल लागिबनी। एमिति बुट डाली एई व्यंजन रे गोटा गोटा थिले बेसी स्वादिया लागिबो। एबे आमे बुट डाली को देकी आउ 1 मिनिट पई भल भाबरे कोबी डांग मसला ए सब सहित मिसेई की कसी दबा। एठी देखंतु बुट डाली आउ कोबी डांग ए सब बढ़िया भाबरे कसी हे गलानी। एबे आमे सेथिरे दे दबा अध कप पानी बेसी पानी बिल्कुल देबेनी। ता सहित घर तयारी मटन मसला पाउडर 1 चामच आउ आधा छोट चामच दालचीनी रो गुंड निश्चय ए 2टा मसला को देबे। देखिबे एते स्वादिया लागिबो आमिष तरकारी भी भूली जिबे। बहुत बढ़िया बास्ना बहुत बढ़िया स्वाद। थरे प्रस्तुत करंतु एमिति लटपट करके प्रस्तुत करिवे। बेसी पानी बिल्कुल देबेनी कि झोल भी बेसी रखिबेनी। देखंतु केते सुंदर देखा जाउची। किछि धनिया पत्र कटा पकेकी आपण माने गरमा गरम परसी देबे। गरम भात हो किंबा रुटी परोटा सबुथिरे जमी जीव। आज बापा खाइके बिल्कुल जानी पारिलेनी एटा फूलकोबी डांगर तरकारी बोली। सीए भाबिले मु माछ पकेकी किछि गोटे घांट करिछि। निश्चय आपण माने थरे प्रस्तुत करंतु न जणे कि जाहाको भी खाइबाकू देबे से बिल्कुल जानी परिबेनी एई व्यंजनटी फूलकोबी डांगरे प्रस्तुत हेछि बोली। एमिति निश्चय थरे प्रस्तुत करंतु खांतो समस्तंको खाइबाकू दियंतु। देखिबे समस्तंको बहुत बढ़िया लागिबो। मोर एई नुवा इनोवेटिव व्यंजनटी आपण मानको केमिति लागिला निश्चय जणेबे विनम्रतार सहित अनुरोध करूची। जदि भल लागि थाए लाइक शेयर सब्सक्राइब करिवे। आजि पई एतिकी। जय जय जगन्नाथ।